ଏବେ ପାଣିପାଗ ନେଇ ଗୋଟେ ବଡ଼ ଖବର ସାମ୍ନାକୁ ଅଛି। ଚାଷୀଙ୍କ ପାଇଁ ସତର୍କ ସୂଚନା 24 ଘଣ୍ଟାରେ ପୁଣି ବଡ଼ ଲଘୁଚାପ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ତାପରେ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ରେ ସେଟ୍ କରିଦିଅନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପୁଣି ଲଘୁଚାପ ରାଜ୍ୟରେ ବର୍ଷାର ପରିମାଣ 3 ରୁ 4 ଦିନ ହେଲା କମିଥିବା ବେଳେ ଏବେ ପାଗକୁ ନେଇ ପୁଣି ବଡ଼ ଖବର ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ଲଘୁଚାପ ନେଇ ବଡ଼ ଅପଡେଟ୍ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତା 24 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ହୋଇଛି। ଏବେ ଦକ୍ଷିଣରୁ ପଶ୍ଚିମ ଦିଗରେ ଗତି କରୁଥିବା ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟାରେ ଲଘୁଚାପ ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ବିସ୍ତୃତ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର ନିଅଣ୍ଟିଆ ବର୍ଷା ପୂରଣ ହେବ ବୋଲି କୁହାଯାଇଛି। କ୍ରମାଗତ ଲଘୁଚାପ ଆସୁଥିଲେ ବି ରାଜ୍ୟରେ ଏବେ ବି ନିଅଣ୍ଟିଆ ବର୍ଷା ରହିଛି, ଅର୍ଥାତ୍ ଆବଶ୍ୟକତାଠାରୁ କମ୍ ବର୍ଷା ହେଉଛି। ତେଣୁ ଏବେ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ କେନ୍ଦ୍ରରୁ ଆକଳନ କରିବା ପରେ ନିଅଣ୍ଟିଆ ବର୍ଷା ଭରଣ ହେବା ନେଇ ଚାଷୀ ଆଶାବାଦୀ ରହିଛି। ଚଳିତ ବର୍ଷ କିଛି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ଚାଷ କାର୍ଯ୍ୟ ସ୍ୱାଭାବିକ ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିପାରେ। ଲଘୁଚାପ ପ୍ରଭାବରେ ପୁଣି ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଲୋ ପ୍ରେସରକୁ ନେଇ ବିସ୍ତୃତ ସୂଚନା ଆସିଯିବ। ତେବେ ଏହା ଥିଲା ଆଜି ପାଣିପାଗ ଖବର। ଏମିତି ସବୁଦିନ ପାଣିପାଗ ଜନିତ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ରେ ସେଟ୍ କରିଦିଅନ୍ତୁ। ବ୍ୟୁରୋ ରିପୋର୍ଟ ଓଡ଼ିଆ ମାନିକ।